ଆଜି ଇତିହାସର ଦ୍ୱିତୀୟ ଅଧ୍ୟାୟ ଯାହାକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ତାହାର ପ୍ରଥମ ପାଠ ଓଡ଼ିଆ ଜାତିର ବିକାଶ ବା ଆମର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ କେବେ ଗଠନ ହୋଇଥିଲା ଏବଂ ସେଥିରେ କେଉଁମାନଙ୍କର ମୁଖ୍ୟ ଭୂମିକା ରହିଥିଲା ସେ ବିଷୟରେ ଆଜି ଆଲୋଚନା କରିବା। ତେବେ ଏହି ଅଧ୍ୟାୟରେ ଆମେ 64ଟି MCQ କୋଶ୍ଚିନ୍ର କ'ଣ କରିବା ନା ଡିସ୍କସନ୍ କରିବା, ଯାହାକି ପରୀକ୍ଷାରେ ଅତ୍ୟନ୍ତ ଉପଯୋଗୀ କହିଲେ ଚଳେ। ତେବେ ଦେଖ, ପ୍ରଥମ ପ୍ରଶ୍ନ କ'ଣ ଦେଇଅଛି ନା ନିମ୍ନଲିଖିତ ମଧ୍ୟରୁ ଓଡ଼ିଶା କେବେ ସ୍ୱାଧୀନତା ହରାଇଥିଲା, ମାନେ କେଉଁ ମସିହାରେ ଓଡ଼ିଶା ତା'ର ସ୍ୱାଧୀନତା ହରାଇ ଦେଇଥିଲା। ଅପସନ୍ ଗୁଡ଼ିକ ହେଲା ଏ 1568, ବି 1712, ସି 1813 ଏବଂ ଡି 1817। ତ ପିଲାମାନେ ଏହାର ଠିକ୍ ଉତ୍ତରଟି କ'ଣ ହେବ ନା ଏହାର ଠିକ୍ ଉତ୍ତରଟି ହେବ ଏ 1568 ମସିହାରେ ଓଡ଼ିଶା ତା'ର ସ୍ୱାଧୀନତା ହରାଇଥିଲା। ସେହିପରି ପିଲାମାନେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନେ କେଉଁଠାରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଅପସନ୍ ଗୁଡ଼ିକ ହେଲା ଏ କଟକ, ବି ଭୁବନେଶ୍ୱର, ସି ପୁରୀ, ଡି ବାଲେଶ୍ୱର। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ଏ କଟକରେ ପ୍ରତିଷ୍ଠା କରାଯାଇଥିଲା। ସେହିପରି କଲିକତା ବିଶ୍ୱବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା। ଏ 1853 ମସିହା, ବି 1854 ମସିହା, ସି 1857 ମସିହା ଏବଂ ଡି 1858 ମସିହା। ତ ପିଲାମାନେ ଏହାର ମଧ୍ୟ ସଠିକ୍ ଉତ୍ତର ହେବ ସି 1857 ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହିପରି କଟକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟକୁ କେଉଁ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ କରାଯାଇଥିଲା। ଅପସନ୍ ଗୁଡ଼ିକ ହେଲା ଏ ଉତ୍କଳ, ବି ବ୍ରହ୍ମପୁର, ସି ସମ୍ବଲପୁର, ଡି କଲିକତା। ତ ପିଲାମାନେ ଏହାର ଠିକ୍ ଉତ୍ତରଟି କ'ଣ ହେବ? ଏହାର ଠିକ୍ ଉତ୍ତରଟି ହେବ ଡି କଲିକତା ସହିତ ଅନୁବନ୍ଧିତ କରାଯାଇଥିଲା। ସେହିପରି ମଧୁସୂଦନ ଦାସ କଲିକତା ବିଶ୍ୱବିଦ୍ୟାଳୟରୁ କେଉଁ ମସିହାରେ BA ପାସ୍ କରିଥିଲେ। ଅପସନ୍ ଗୁଡ଼ିକ ହେଲା ଏ 1867, ବି 1868, ସି 1870 ଏବଂ ଡି 1871। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ସି 1870 ମସିହାରେ ମଧୁସୂଦନ ଦାସ କଲିକତା ବିଶ୍ୱବିଦ୍ୟାଳୟରୁ BA ପାସ୍ କରିଥିଲେ। ସେହିପରିକା କଟକ ମିଶନ ପ୍ରେସ୍ କେଉଁ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଅପସନ୍ ଗୁଡ଼ିକ ହେଲା ଏ 1831, ବି 1837, ସି 1841, ଡି 1868। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ବି 1837 ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହିପରି 7 ନମ୍ବରଟି ସମ୍ବାଦ ବାହିକା ସମ୍ବାଦପତ୍ରଟି କେଉଁଠାରୁ ପ୍ରକାଶିତ ହୋଇଥିଲା। ଅପସନ୍ ଗୁଡ଼ିକ ହେଲା ଏ କଟକ, ବି ପୁରୀ, ସି ଭୁବନେଶ୍ୱର, ଡି ବାଲେଶ୍ୱର। ତ ପିଲାମାନେ ତୁମେ ଜାଣିଛ ଏହି ପତ୍ରଟି ଡି ବାଲେଶ୍ୱର ଠାରେ ପ୍ରକାଶିତ ହେଉଥିଲା। ସେହିପରି କେଉଁମାନେ ପାର୍ସୀ ଭାଷାକୁ ଓଡ଼ିଶାର ରାଜଭାଷାର ମାନ୍ୟତା ଦେଇଥିଲେ। ଏ ମୋଗଲମାନେ, ବି ମରହଟାମାନେ, ସି ଇଂରେଜମାନେ ଏବଂ ଡି ଫରାସୀମାନେ। ତ ପିଲାମାନେ ପାର୍ସୀ ଭାଷା କେଉଁମାନଙ୍କ? ମରହଟାମାନଙ୍କ। ତେଣୁ ମରହଟାମାନେ କ'ଣ ଦେଇଥିଲେ ନା ରାଜଭାଷାର ମାନ୍ୟତା ଦେଇଥିଲେ। ତେବେ ବି ମରହଟାମାନେ ହିଁ ହେବ ଠିକ୍ ଉତ୍ତର। ସେହିପରି କଟକର କଲେକ୍ଟର କେବେ ବଙ୍ଗଳା ଭାଷାକୁ ଓଡ଼ିଶାର ସରକାରୀ ଭାଷା ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ। ଅପସନ୍ ଗୁଡ଼ିକ ଏ 1803 ମସିହା, ବି 1817 ମସିହା, ସି 1839 ମସିହା ଏବଂ ଡି 1849 ମସିହା। ତ ପିଲାମାନେ ଏହାର ଠିକ୍ ଉତ୍ତର ହେବ ଡି 1849 ମସିହାରେ ଓଡ଼ିଶାର ସରକାରୀ ଭାଷା ରୂପେ ବଙ୍ଗଳା ଭାଷାକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ସେହିପରି ପିଲାମାନେ 10 ନମ୍ବରଟି ହେଲା ସମ୍ବଲପୁର ଜିଲ୍ଲାରେ କେଉଁ ଭାଷାକୁ ସରକାରୀ ଭାଷା ରୂପେ ପ୍ରଚଳନ କରାଯାଇଥିଲା। ଅପସନ୍ ଗୁଡ଼ିକ ହେଲା ଏ ବଙ୍ଗଳା, ବି ହିନ୍ଦୀ, ସି ଇଂରାଜୀ ଏବଂ ଡି ଓଡ଼ିଆ। ତ ପିଲାମାନେ ଏହାର ଠିକ୍ ଉତ୍ତରଟି କ'ଣ ହେବ? ବି ହିନ୍ଦୀ ଭାଷାକୁ ସରକାରୀ ଭାଷା ରୂପେ ମାନ୍ୟତା ଦିଆଯାଇଥିଲା। ସେହିପରି ନିମ୍ନଲିଖିତ ମଧ୍ୟରୁ ଉତ୍କଳ ସଭା ଗଠନ ସହିତ କିଏ ସମ୍ପୃକ୍ତ ନୁହନ୍ତି, ମାନେ କିଏ ଉତ୍କଳ ସଭାର ଗଠନ ସହିତ ଆଦୌ ଜଡ଼ିତ ନୁହନ୍ତି। ତା'ର ଅପସନ୍ ଗୁଡ଼ିକ ହେଲା ଏ ରାଧାନାଥ ରାୟ, ବି ପ୍ୟାରୀମୋହନ ଆଚାର୍ଯ୍ୟ, ସି ଗୌରୀଶଙ୍କର ରାୟ, ଡି ଗୋପବନ୍ଧୁ ଦାସ। ତ ପିଲାମାନେ ଠିକ୍ ଉତ୍ତର ହେବ ଡି ଗୋପବନ୍ଧୁ ଦାସ ଆଦୌ ସମ୍ପୃକ୍ତ ବା ଜଡ଼ିତ ନୁହନ୍ତି। ସେହିପରି 12 ନମ୍ବରଟି ହେଲା ଆଳି ଓ ବାଙ୍କିଠାରେ ନୂତନ ବନ୍ଧ କିଏ ନିର୍ମାଣ କରିଥିଲେ। ଅପସନ୍ ଗୁଡ଼ିକ ହେଲା ଏ ଲର୍ଡ଼ କର୍ଜନ, ବି ଲର୍ଡ଼ ରିପନ, ସି TE ରେଭେନ୍ସା, ଡି TN ସେସନ୍। ତ ପିଲାମାନେ ଏହାର ଠିକ୍ ଉତ୍ତର ହେବ ସି TE ରେଭେନ୍ସା ଏହାର ନିର୍ମାଣକର୍ତ୍ତା ଥିଲେ। ସେହିପରି ଲର୍ଡ଼ ରିପନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ କଟକରେ କେବେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅପସନ୍ ଗୁଡ଼ିକ ହେଲା ଏ 1882 ଜୁନ୍ 30, ବି 1884 ମେ 13, ସି 1882 ଜୁଲାଇ 26,
डी 1884 ଅଗଷ୍ଟ 13। ତ ପିଲାମାନେ ଏହାର ଠିକ୍ ଉତ୍ତରଟି କ'ଣ ହେବ ନା ଏ 1882 ଜୁନ୍ 30 ତାରିଖରେ ଏକ ସାଧାରଣ ସଭା କଟକରେ ଅନୁଷ୍ଠିତ ହୋଇଥିଲା। ସେହିପରି ପିଲାମାନେ ଇଂରେଜମାନେ କେଉଁ ମସିହାରେ ଓଡ଼ିଶାକୁ ଅଧିକାର କରିଥିଲେ? କ'ଣ ହେବ ନା ଏ 1526, ବି 1712, ସି 1757, ଡି 1803। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ 1803 ମସିହାରେ ଇଂରେଜମାନେ ଓଡ଼ିଶାକୁ ଅଧିକାର କରିଥିଲେ। ସେହିପରି 15 ନମ୍ବର ପ୍ରଶ୍ନ ହେଲା 9 ଅଙ୍କ ଦୁର୍ଭିକ୍ଷ କେଉଁ ମସିହାରେ ପଡ଼ିଥିଲା? ଅପସନ୍ ଗୁଡ଼ିକ ହେଲା 1866, 1817, 1803, 1757। ତ ପିଲାମାନେ 9 ଅଙ୍କ ଦୁର୍ଭିକ୍ଷଟିର ସଠିକ୍ ଉତ୍ତର ହେଲା ଏ 1866 ମସିହାରେ ଏହା ହୋଇଥିଲା। ସେହିପରି କେଉଁମାନଙ୍କ ଉପେକ୍ଷା ଫଳରେ ବୌଦ୍ଧିକ ଶିକ୍ଷା ବାଧାପ୍ରାପ୍ତ ହେଲା? ଏହାର ଅପସନ୍ ଗୁଡ଼ିକ କ'ଣ ନା ଏ ବୁଦ୍ଧିଜୀବୀ, ବି ରାଜନୀତିଜ୍ଞ, ସି ରକ୍ଷଣଶୀଳ ସମ୍ପ୍ରଦାୟ ଏବଂ ଡି ସତ୍ୟାଗ୍ରହ। ତ ପିଲାମାନେ ଠିକ୍ ଉତ୍ତରଟି ହେବ ସି ରକ୍ଷଣଶୀଳ ସମ୍ପ୍ରଦାୟଙ୍କ ଉପେକ୍ଷା ଫଳରେ ବୌଦ୍ଧିକ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା। ସେହିପରି ପିଲାମାନେ ଦେଖ 17 ନମ୍ବରଟା କଟକ ଜିଲ୍ଲା ସ୍କୁଲକୁ କେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନତି କରାଗଲା? ତାର ଅପସନ୍ ଗୁଡ଼ିକ ହେଲା ଏ 1867 ମସିହା, ବି 1868 ମସିହା, ସି 1869 ମସିହା, ଡି 1870 ମସିହା। ତ ପିଲାମାନେ ଏହାର ଠିକ୍ ଉତ୍ତରଟି କ'ଣ ହେବ ନା ଏ 1867 ମସିହାରେ ଏହାକୁ ଉନ୍ନତ କରାଯାଇଥିଲା। ସେହିପରି 18 ନମ୍ବରଟା କଟକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ କେବେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା? ଅପସନ୍ ଗୁଡ଼ିକ ହେଲା 1867 ଜୁନ୍ 17, ବି 1868 ଜାନୁଆରୀ 20, ସି 1869 ଏପ୍ରିଲ 14, ଡି 1870 ଏପ୍ରିଲ 1। ତ ପିଲାମାନେ ଏହାର ଠିକ୍ ଉତ୍ତରଟି କ'ଣ ହେବ ନା ବି 1868 ଜାନୁଆରୀ 20 ତାରିଖରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେହିପରି ଓଡ଼ିଆ ଜାତୀୟବାଦର ଜନନୀ କାହାକୁ କୁହାଯାଏ? ଅପସନ୍ ଗୁଡ଼ିକ ହେଲା ଏ ଓଡ଼ିଆ ଭାଷା ଆନ୍ଦୋଳନ, ବି ପାଇକ ବିଦ୍ରୋହ, ସି 9 ଅଙ୍କ ଦୁର୍ଭିକ୍ଷ, ଡି ଛାପଖାନା ପ୍ରତିଷ୍ଠା। ତ ପିଲାମାନେ ଓଡ଼ିଆର ଜାତୀୟବାଦର ଜନନୀ ମାନେ କାହା କାରଣ ହୋଇଥିଲା ନା ଆମର ଭାଷା ଯୋଗୁଁ ହୋଇଥିଲା। ତେଣୁ ଏହାର ସଠିକ୍ ଉତ୍ତର ହେବ ଏ ଓଡ଼ିଆ ଭାଷା ଆନ୍ଦୋଳନ। ସେହିପରି ପିଲାମାନେ ଦେଖ 20 ନମ୍ବରର ପ୍ରଶ୍ନ ହେଲା ନିମ୍ନଲିଖିତ ମଧ୍ୟରୁ କେଉଁ ଭାଷାଟି ଗଞ୍ଜାମରେ ସରକାରୀ ଭାଷା ରୂପେ ପ୍ରଚଳିତ ହୋଇଥିଲା? ଅପସନ୍ ଗୁଡ଼ିକ ହେଲା ଏ ତେଲୁଗୁ, ବି ତାମିଲ, ସି ମାଲାୟାଲମ ଏବଂ ଡି ଇଂରାଜୀ। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ଏ ତେଲୁଗୁ ଭାଷା ସରକାରୀ ଭାଷା ରୂପେ ମାନ୍ୟତା ପାଇଥିଲା। ସେହିପରି ସମ୍ବଲପୁରରେ ଜାତୀୟ ଜାଗରଣ ସୃଷ୍ଟି କରିବାରେ କେଉଁ ସମ୍ବାଦପତ୍ରଟି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା? ଅପସନ୍ ଗୁଡ଼ିକ ହେଲା ଏ ସମାଜ, ବି ପ୍ରଜାତନ୍ତ୍ର, ସି ସମ୍ବଲପୁର ହିତୈଷିଣୀ, ଡି ସମ୍ବାଦ ବାହିକା। ତ ପିଲାମାନେ ତୁମେ ଅନୁମାନ କରିପାରୁଥିବ ଏହାର ଠିକ୍ ଉତ୍ତରଟି ହେବ ସମ୍ବଲପୁରରେ ସମ୍ବଲପୁର ହିତୈଷିଣୀ ନାମକ ସମାଜପତ୍ରଟି ଜାତୀୟ ଜାଗରଣ ପାଇଁ କ'ଣ କରିଥିଲା ନା ଜାତୀୟ ଜାଗରଣ ସୃଷ୍ଟି କରିବାରେ ସମ୍ବାଦପତ୍ରଟି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ସେହିପରି ପିଲାମାନେ ଏବେ ଦେଖ 22 ନମ୍ବରଟି ଦେଇଅଛି ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ କିଏ ଥିଲେ? ଅପସନ୍ ଗୁଡ଼ିକ ହେଲା ଏ ମହିମା ଗୋସ୍ୱାମୀ, ବି ଭୀମ ଭୋଇ, ସି ଅଲେଖ ଗୋସ୍ୱାମୀ, ଡି ଶଙ୍କରାଚାର୍ଯ୍ୟ। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ଏ ମହିମା ଗୋସ୍ୱାମୀ। ସେହିପରି ସ୍ୱାୟତ୍ତ ଶାସନ ବ୍ୟବସ୍ଥା କିଏ ପ୍ରବର୍ତ୍ତନ କରିଥିଲେ? ଅପସନ୍ ଗୁଡ଼ିକ ହେଲା ଏ ଲର୍ଡ଼ କର୍ଜନ, ବି ଲର୍ଡ଼ ରିପନ, ସି ଲର୍ଡ଼ କର୍ଣ୍ଣୱାଲିସ, ଡି ଲର୍ଡ଼ ଡେଲହାଉସି। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ବି ଲର୍ଡ଼ ରିପନ ପ୍ରଜନନ କରିଥିଲେ ବା ପ୍ରବର୍ତ୍ତନ କରିଥିଲେ। ସେହିପରି ପିଲାମାନେ ଦେଖ 24 ନମ୍ବରଟି ଦେଇଅଛି ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା କିଏ? ତାର ଅପସନ୍ ଗୁଡ଼ିକ ହେଉଛି ଏ ପ୍ରତାପରୁଦ୍ର ଦେବ, ବି ମୁକୁନ୍ଦ ଦେବ, ସି ପୁରୁଷୋତ୍ତମ ଦେବ ଏବଂ ଡି ଅନଙ୍ଗ ଭୀମ ଦେବ। ତ ପିଲାମାନେ ଏହାର ଠିକ୍ ଉତ୍ତରଟି କ'ଣ ହେବ ନା ବି ମୁକୁନ୍ଦ ଦେବ ଥିଲେ ଓଡ଼ିଶାର ଶେଷ ହିନ୍ଦୁ ରାଜା। ସେହିପରି ଚାର୍ଲସ ପାଠ୍ୟକ୍ରମ ସଂସ୍କାର ନିୟମ କେଉଁ ମସିହାରେ ପ୍ରଣୟନ କରାଯାଇଥିଲା? ଅପସନ୍ ଗୁଡ଼ିକ ହେଲା 1854, ବି 1857, ସି 1858, ଡି 1867। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ଏ 1854 ମସିହାରେ ଏହାକୁ ପ୍ରଣୟନ କରାଯାଇଥିଲା। ସେହିପରି ପିଲାମାନେ ଏବେ ଦେଖ 26 ନମ୍ବରଟି କଟକ ଉଚ୍ଚ ବିଦ୍ୟାଳୟକୁ କେଉଁ ମସିହାରେ ସ୍ନାତକ ମହାବିଦ୍ୟାଳୟ ରୂପେ ଉନ୍ନତି କରାଯାଇଥିଲା? ଅପସନ୍ ଗୁଡ଼ିକ ହେଲା ଏ 1867, ବି 1868, ସି 1872 ଏବଂ ଡି 1876। ତ ପିଲାମାନେ ଠିକ୍ ଉତ୍ତରଟି କ'ଣ ହେବ
ନା ଠିକ୍ ଉତ୍ତରଟି ହେବ ଡି 1876 ମସିହାରେ ଏହାକୁ ଉନ୍ନତି କରାଯାଇଥିଲା। ସେହିପରି 27 ନମ୍ବରଟି ହେଲା ନିମ୍ନଲିଖିତ ମଧ୍ୟରୁ କେଉଁମାନେ ଏକ ନୂତନ ଓଡ଼ିଶାର ନିର୍ମାଣ ପାଇଁ ସ୍ୱପ୍ନ ଦେଖିଥିଲେ? କେଉଁମାନେ? ନା ଏ ଯୁବଗୋଷ୍ଠୀ, ବି ଶିକ୍ଷିତ ଯୁବଗୋଷ୍ଠୀ, ସି ରାଜା ମହାରାଜାମାନେ ଏବଂ ଡି ଜମିଦାର ଗୋଷ୍ଠୀ। ତ ପିଲାମାନେ ଯେତେବେଳେ ଆମ ଓଡ଼ିଶାରେ ଯୁବଗୋଷ୍ଠୀ ଥିଲେ ସତ, କିନ୍ତୁ ଯେତେବେଳେ ସେମାନେ ଶିକ୍ଷିତ ହେଲେ ସେମାନେ ଏକ ନୂଆ ଓଡ଼ିଶାର ସ୍ୱପ୍ନ ଦେଖିଲେ। ତେବେ ଏହାର ଠିକ୍ ଉତ୍ତରଟି କ'ଣ ହେବ? ନା ବି ଶିକ୍ଷିତ ଯୁବଗୋଷ୍ଠୀ ଏହାର ସ୍ୱପ୍ନ ଦେଖିଥିଲେ। ସେହିପରି ପିଲାମାନେ 28 ନମ୍ବରଟି ଦେଖ, ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ କେବେ ଓଡ଼ିଶାରେ ଆରମ୍ଭ ହୋଇଥିଲା? ପାଶ୍ଚାତ୍ୟ ମାନେ କ'ଣ? ନା ବାହାର ଦେଶର ଶିକ୍ଷା। ତ ବାହାର ଦେଶର ଶିକ୍ଷା କେବେ ଓଡ଼ିଶାରେ ପ୍ରଚଳନ ହୋଇଥିଲା? ଏ ଫରାସୀ ଶାସନ ସମୟରେ, ବି ପର୍ତ୍ତୁଗୀଜ ଶାସନ ସମୟରେ, ସି ଇଂରେଜ ଶାସନ ସମୟରେ, ଡି ମୋଗଲ ଶାସନ ସମୟରେ। ତ ପିଲାମାନେ ଆମେ ଜାଣିଛେ ନା ପାଶ୍ଚାତ୍ୟ ଶିକ୍ଷା ସି ଇଂରେଜ ଶାସନ ସମୟରେ ପ୍ରଚଳନ ହୋଇଥିଲା, ଓଡ଼ିଶାରେ ପ୍ରଚଳନ ଆରମ୍ଭ ହୋଇଥିଲା। ସେପରି ପିଲେ ଦେଖ 29 ନମ୍ବର, ଗଞ୍ଜାମରେ ଓଡ଼ିଆମାନେ ରସୁଲକୁଣ୍ଡାଠାରେ କେବେ ଏକ ସଭା କରି ସମସ୍ତ ଓଡ଼ିଆମାନଙ୍କୁ ଏକତ୍ର ହେବା ପାଇଁ ଆହ୍ୱାନ ଦେଇଥିଲେ? ଅପସନ୍ ଗୁଡ଼ିକ ହେଲା ଏ 1866 ଜାନୁଆରୀ, ବି 1868 ମେ, ସି 1870 ସେପ୍ଟେମ୍ବର, ଡି 1872 ସେପ୍ଟେମ୍ବର। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ କ'ଣ ହେବ? ଠିକ୍ ଉତ୍ତରଟି ନା ସି 1870 ମସିହା ବା ସେପ୍ଟେମ୍ବର ମାସରେ କରାଯାଇଥିଲା। ସେହିପରି ଦେଖ ପିଲାମାନେ 30 ନମ୍ବରଟି କ'ଣ? ନା ଉତ୍କଳ ହିତବାଦିନୀ ସଭା ବା ହିତବାହିନୀ ସଭା କେଉଁଠାରେ ଗଠିତ ହୋଇଥିଲା? ଏହାର ଅପସନ୍ ଗୁଡ଼ିକ ହେଲା ଏ କଟକ, ବି ପୁରୀ, ସି ବ୍ରହ୍ମପୁର, ଡି ବାଲେଶ୍ୱର। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ସି ବ୍ରହ୍ମପୁରଠାରେ ଗଠିତ ହୋଇଥିଲା। ସେପରି 31 ନମ୍ବର, ଖ୍ରୀଷ୍ଟିଆନ ତ ପିଲାମାନେ ଏବେ ଦେଖ 31 ନମ୍ବର, ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନେ କେଉଁ ମସିହାରେ କଟକଠାରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ? ଏପରି ଗୋଟେ କ୍ୱେଶ୍ଚିନ୍ ଆମେ ଆଗରୁ ଆଲୋଚନା କରିଦେଇଛେ। ତେବେ ଦେଖ ଅପସନ୍ ଗୁଡ଼ିକ ହେଲା ଏ 1854 ମସିହା, ବି 1830 ମସିହା, ସି 1841 ମସିହା ଏବଂ ଡି 1823 ମସିହା। ତ ପିଲାମାନେ ଏହାର ଠିକ୍ ଉତ୍ତରଟି କ'ଣ ହେବ? ନା ଡି 1823 ମସିହାରେ ଏକ ଦାତବ୍ୟ ବିଦ୍ୟାଳୟ ରୂପେ ପ୍ରତିଷ୍ଠା କରିଥିଲେ। କେଉଁମାନେ? ନା ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନେ। ସେହିପରି ପିଲାମାନେ 32 ନମ୍ବର, କଟକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟରେ ପ୍ରଥମେ କେତେ ଜଣ ଛାତ୍ର ଥିଲେ? ଅପସନ୍ ଗୁଡ଼ିକ ହେଲା ଏ 10 ଜଣ, ବି 61 ଜଣ, ସି 19 ଜଣ ଏବଂ ଡି 6 ଜଣ। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ସେଠାକାରେ ପ୍ରଥମେ ଡି 6 ଜଣ ଛାତ୍ର କ'ଣ ଥିଲେ? ନା ଉପସ୍ଥିତ ଥିଲେ। ସେହିପରି 1858 ମସିହାରେ ଓଡ଼ିଶାରେ ମୋଟ କେତୋଟି ବିଦ୍ୟାଳୟ ଥିଲା? ଅପସନ୍ ଗୁଡ଼ିକ ଏ 21ଟି, ବି 33ଟି, ସି 51ଟି, ଡି 57ଟି। ତେବେ ପିଲାମାନେ ଠିକ୍ ଉତ୍ତରଟି ହେବ ବି 33ଟି ବିଦ୍ୟାଳୟ ସେଠାରେ ଉପସ୍ଥିତ ବା ପ୍ରତିଷ୍ଠା କରାଯାଇଥିଲା 1888 ମସିହା ବେଳକୁ। ସେହିପରି ପିଲେ ଦେଖ 34 ନମ୍ବର ଦେଇଅଛି, ସମ୍ବଲପୁର ଐତିହ୍ୟଶ୍ରେଣୀ ସମ୍ବାଦପତ୍ରଟି କେଉଁଠାରୁ ପ୍ରକାଶିତ ହୋଇଥିଲା ବା ସମ୍ବଲପୁରରେ ପ୍ରକାଶିତ ହୋଇଥିଲା, କିନ୍ତୁ ସମ୍ବଲପୁରର କେଉଁ ଜାଗାରେ ସେଇଟା ପ୍ରକାଶିତ ହୋଇଥିଲା ସମ୍ବଲପୁର ଐତିହ୍ୟଶ୍ରେଣୀ? ତେବେ ଅପସନ୍ ଗୁଡ଼ିକ ହେଲା ଏ ସମ୍ବଲପୁର, ବି କଟକ, ସି ବାମଣ୍ଡା ଏବଂ ଡି ବାଲେଶ୍ୱର। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ସି ବାମଣ୍ଡଠାରେ ଏହା ପ୍ରକାଶିତ ହୋଇଥିଲା। ସେହିପରି ପିଲାମାନେ 35 ନମ୍ବରଟି ଦେଖ, 35 ନମ୍ବରଟି କ'ଣ ଦେଇଅଛି? ନା ହିତକାରୀ ଦାତବ୍ୟ ବିଦ୍ୟାଳୟର ପରିଚାଳନା ଭାର ସରକାର କେବେ ହାତକୁ ନେଇଥିଲେ? ତେବେ ଅପସନ୍ ଗୁଡ଼ିକ ହେଲା ଏ 1823 ମସିହା, ବି 1841 ମସିହା, ସି 1854 ମସିହା ଏବଂ ଡି 1858 ମସିହା। ତ ପିଲାମାନେ ଏହାର ଠିକ୍ ଉତ୍ତରଟି କ'ଣ ହେବ? ଏହାର ଠିକ୍ ଉତ୍ତରଟି ହେବ 1841 ମସିହାରେ ସରକାର ନିଜ ହାତକୁ ଏହି ମହାବିଦ୍ୟାଳୟଟି ବା ବିଦ୍ୟାଳୟଟି ନେଇଥିଲେ। ସେହିପରି ଦେଖ 36 ନମ୍ବରଟି, କେଉଁ ଶିକ୍ଷାର ପ୍ରସାର ବିଭାଜିତ ଓଡ଼ିଶା ଶିକ୍ଷିତ ଯୁବମାନଙ୍କ ମନରେ ନବଜାଗରଣ ସୃଷ୍ଟି କରିଥିଲା? ଏ ସଂସ୍କୃତ ଶିକ୍ଷା, ବି ବୌଦ୍ଧିକ ଶିକ୍ଷା, ସି ଧର୍ମୀୟ ଶିକ୍ଷା ଏବଂ ଡି ଇଂରେଜ ଶିକ୍ଷା। ତ ପିଲାମାନେ ଏହାର ଠିକ୍ ଉତ୍ତରଟି ହେବ ଡି ଇଂରେଜ ଶିକ୍ଷା ଶିକ୍ଷିତ ଯୁବମାନଙ୍କ ମଧ୍ୟରେ ନବଜାଗରଣ ସୃଷ୍ଟି କରିଥିଲା। ସେହିପରି ଓଡ଼ିଶାର ପ୍ରଥମ ସ୍ନାତକ କିଏ ଥିଲେ? ମାନେ ଓଡ଼ିଶାର ପ୍ରଥମ ସ୍ନାତକ ଆଇନ ପାଠ କିଏ ପଢ଼ିଥିଲେ? ସେପରି କ'ଣ ହେବ? ବା ଡିଗ୍ରୀ ହାସଲ କିଏ କରିଥିଲେ? ସେପରି ଅପସନ୍ ଗୁଡ଼ିକ ହେଲା ଏ ମଧୁସୂଦନ ଦାସ, ବି ଗୋପବନ୍ଧୁ ଦାସ, ସି ଗୋପବନ୍ଧୁ ଚୌଧୁରୀ, ଡି ନୀଳକଣ୍ଠ ଦାସ। ତ ପିଲାମାନଙ୍କର ଠିକ୍ ଉତ୍ତର ହେବ ଏ ମଧୁସୂଦନ ଦାସ ଥିଲେ ପ୍ରଥମ ଓଡ଼ିଆ ସ୍ନାତକ ଯିଏକି ସ୍ନାତକ ଡିଗ୍ରୀ ଧାରଣ କରିଥିଲେ। ସେହିପରି ପିଲାମାନେ ଦେଖ 38 ନମ୍ବରଟି ଦେଇଅଛି, ମଧୁସୂଦନ ଦାସ କେବେ BL ଡିଗ୍ରୀ ହାସଲ
କରିଥିଲେ ବା ବ୍ୟାଚଲର ଡିଗ୍ରୀ ହାସଲ କରିଥିଲେ? ଏ 1876 ମସିହା, ବି 1878 ମସିହା, ସି 1880 ମସିହା ଏବଂ ଡି 1882 ମସିହା। ତ ପିଲାମାନେ ଠିକ୍ ଉତ୍ତର ହେବ ବି 1868 ମସିହାରେ ସେ BL ଡିଗ୍ରୀ ହାସଲ କରିଥିଲେ। ସେହିପରି ପିଲାମାନେ 39 ନମ୍ବରଟି ଦେଇଅଛି, ବୋଧଦାୟିନୀ ସମ୍ବାଦପତ୍ରର ସମ୍ପାଦକ କିଏ ଥିଲେ? ଅପସନ୍ ଗୁଡ଼ିକ ହେଲା ଏ ନୀଳମଣି ବିଦ୍ୟାରତ୍ନ, ବି ଗୋପବନ୍ଧୁ ଦାସ, ସି ଫକୀରମୋହନ ସେନାପତି, ଡି ଗୌରୀଶଙ୍କର ରାୟ। ତ ପିଲାମାନେ ଏହାର ଠିକ୍ ଉତ୍ତର ହେବ କ'ଣ ନା ସି ଫକୀରମୋହନ ସେନାପତି ବୋଧଦାୟିନୀ ସମ୍ବାଦପତ୍ରର ସମ୍ପାଦକ ଥିଲେ। ସେହିପରି ପିଲାମାନେ ଦେଖ 40 ନମ୍ବରଟି ଆମର ଶେଷ ପ୍ରଶ୍ନ। 40 ନମ୍ବରଟି କ'ଣ ଦେଇଅଛି? ଇଂରେଜ ଶାସନ ସମୟରେ ମୁଖ୍ୟତଃ କେଉଁ ଅଞ୍ଚଳକୁ ନେଇ ଓଡ଼ିଶା ଗଠିତ ହୋଇଥିଲା? ଅପସନ୍ ଗୁଡ଼ିକ ହେଲା କ'ଣ ପିଲାମାନେ ନା ଏ କଟକ ପୁରୀ ବାଲେଶ୍ୱର, ବି କଟକ ପୁରୀ ଗଞ୍ଜାମ, ସି ପୁରୀ ଗଞ୍ଜାମ ଢେଙ୍କାନାଳ, ଡି ବାଲେଶ୍ୱର କଟକ କେନ୍ଦୁଝର। ତ ପିଲାମାନେ ଏହାର ସଠିକ୍ ଉତ୍ତର ହେବ ଏ କଟକ ପୁରୀ ବାଲେଶ୍ୱରକୁ ନେଇକି ଇଂରେଜ ଶାସନ ସମୟରେ ଓଡ଼ିଶା ଗଠିତ ହୋଇଥିଲା।